ଆଜି ମୁଁ ତୁମ ପିଲାମାନଙ୍କ ବିଷୟରେ କଥା ହେବାକୁ ଆସିଛି। ମୋର କିଛି ପିଲା ମୋ ସହିତ ବହୁତ ଲଢ଼ନ୍ତି କି ବାବା ଆପଣ ମୋ ପିଲାମାନଙ୍କର ଧ୍ୟାନ ରଖୁଛନ୍ତି କି ନାହିଁ, ନା ନିଜ ସିଂହାସନ ଉପରେ ବସିକି ଚୁପଚାପ ସବୁ ତମସା ଦେଖୁଛନ୍ତି। ମୁଁ ଜାଣେ ତୁମେ ଚିନ୍ତିତ ହେଇଯାଉଛ ଏସବୁ ଦେଖିକି। ଯେତେବେଳେ ସ୍କୁଲରୁ କିଛି ଅଭିଯୋଗ ଆସୁଛି, ତୁମ ସାମ୍ନାରେ ତୁମ ପିଲା ଭଲ ବ୍ୟବହାର କରୁନାହିଁ, ବହୁତ ବଦମାସ ହେଉଛି, କିମ୍ବା କୌଣସି ଶାରୀରିକ ଅସୁସ୍ଥତା ହେତୁ ତୁମେ ତାକୁ ନେଇ ବହୁତ ଚିନ୍ତିତ ରହୁଛ। କିନ୍ତୁ ଯେତେବେଳେ ତୁମେ ନିଜ ଅଧିକାର ସହ ମୋ ସହିତ ଲଢ଼େଇ କର ବା କୁହ କି ବାବା ମୋର ଏହି ହକ୍ ଅଛି, ମୁଁ ଆପଣଙ୍କ ସହିତ ଲଢ଼େଇ କରୁଛି। ଜାଣିଛ ତୁମର ଏହି ଗୁଣ ମୋତେ ବହୁତ ଭଲ ଲାଗେ। ଏହାଦ୍ୱାରା ଆମ ଭିତରେ ଥିବା ଭଲ ପାଇବା ଆହୁରି ମଜବୁତ ହୁଏ। ମୁଁ ତ ତୁମକୁ ଦେଖି ବହୁତ ହସି ଉଠେ, କିନ୍ତୁ ତୁମେ ଚିନ୍ତିତ ରହିଲେ ମୋତେ ଆଦୌ ଭଲ ଲାଗେ ନାହିଁ। ଆରେ ଯେତେବେଳେ ମୁଁ କହିସାରିଛି କି ତୁମ ପିଲାମାନେ ମୋର ଅଟନ୍ତି, ସେମାନେ ମୋ ନିଜର ହିଁ ଅଟନ୍ତି, ତେବେ ତୁମେ କାହିଁକି କିଛି ଭାବୁଛ? ଚିନ୍ତା କର ନାହିଁ କି ବ୍ୟସ୍ତ ହୁଅ ନାହିଁ। ଦେଖିବ ବଡ଼ ହୋଇ ତୁମର ଏହି ଶୈତାନ ପିଲାଟି ଶାନ୍ତ ଏବଂ ବୁଦ୍ଧିମାନ ହେବ। ତୁମେ ତାକୁ ନେଇ ବହୁତ ଗର୍ବ ଅନୁଭବ କରିବ। ମନେ ରଖ, ମୁଁ ଥିବା ଯାଏଁ ତୁମ ଘରେ କୌଣସି ରୋଗ ରହିପାରିବ ନାହିଁ। ତେଣୁ ଚିନ୍ତା ଛାଡ଼ିଦିଅ। ତୁମର ଭାଙ୍ଗି ଯାଇଥିବା ସ୍ୱପ୍ନ କିମ୍ବା ଅଧା ରହିଯାଇଥିବା ଇଚ୍ଛାକୁ ତୁମ ପିଲାମାନଙ୍କ ଉପରେ ଲଦ ନାହିଁ। ସେମାନଙ୍କର ନିଜର କିଛି ସ୍ୱପ୍ନ ଏବଂ ଇଚ୍ଛା ରହିଛି, ତାହା ଜାଣିବା ପାଇଁ ଚେଷ୍ଟା କର ଏବଂ ସେମାନଙ୍କୁ ସେହି ଦିଶାରେ ବଢ଼ିବା ପାଇଁ ସହାୟତା କର। ଏବେ ସେହି ସମୟ ଆସିଯାଇଛି। ତୁମକୁ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଗୋଟିଏ ପରେ ଗୋଟିଏ ମିଳିବ। ଶ୍ରଦ୍ଧା, ସବୁରି, ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।